ଦୁନିଆରେ ନୀତି ବି ବଡ଼ ଅଜବ। ଏଠି ଅନେକ ସାହାଯ୍ୟର ଗୋଟିଏ ପ୍ରଶଂସା ମିଳୁ କି ନ ମିଳୁ, କିନ୍ତୁ ଗୋଟିଏ ଭୁଲର ଅନେକ ନିନ୍ଦା ନିଶ୍ଚୟ ମିଳିବ। ବେଳେବେଳେ ମଣିଷ ନିଜ ଇଚ୍ଛାରେ ବଦଳି ନଥାଏ। ମିଳୁଥିବା ଦୁଃଖ, କଷ୍ଟ ଆଉ ସମୟ ତାକୁ ବଦଳିବା ପାଇଁ ବାଧ୍ୟ କରିଥାଏ। ମନରେ ହଜାରେ ଦୁଃଖ ଥାଉ ପଛେ ମୁହଁରେ ସବୁବେଳେ ହସୁଥାଉ, କାରଣ ଦୁନିଆ ମୁହଁ ଦେଖେ, ମନକୁ ଦେଖେ ନାହିଁ। ଜୀବନରେ ନିଜକୁ ତୁଚ୍ଛ ମନେ କର ନାହିଁ। ଆଜି ଯିଏ ଆମକୁ ନିନ୍ଦା କରୁଛି, କାଲି ସିଏ ଆମର ପ୍ରଶଂସା କରିବ। ନିଜ ବିଷୟରେ ସର୍ବଦା ଭଲ ଭାବନ୍ତୁ। ଖରାପ ତ ଲୋକମାନେ ଭାବିବେ ହିଁ ଭାବିବେ। ସ୍ୱାର୍ଥପର ଦୁନିଆରେ କାହାକୁ ଭାବିବ ଆପଣାର। ଏଠି ସ୍ୱାର୍ଥ ଥିବା ଯାଏଁ ସମସ୍ତେ ନିଜର, ଆଉ ସ୍ୱାର୍ଥ ସରିଗଲେ କିଏ କାହାର। ଜୀବନରେ ଭଗବାନ ନିଜ ଭିତରେ ଦେଇଥିବା ଶକ୍ତିକୁ ସର୍ବଦା ବୁଝିବା ପାଇଁ ଚେଷ୍ଟା କର। ନିଜର କର୍ମ ହିଁ ଭବିଷ୍ୟତ ନିର୍ମାଣ କରେ। ଖାଲି ପେଟ, ଖାଲି ପକେଟ, ମିଛ ପ୍ରେମ ମଣିଷକୁ ବହୁତ କିଛି ଶିଖେଇ ଦିଏ। ନାରୀ ଯଦି ମା ହୋଇଥାଏ ଶ୍ରଦ୍ଧା କର, ଯଦି ସ୍ତ୍ରୀ ହୋଇଥାଏ ମର୍ଯ୍ୟାଦା ଦିଅ, ଯଦି ଭଉଣୀ ହୋଇଥାଏ ସ୍ନେହ କର, ଯଦି କନ୍ୟା ହୋଇଥାଏ ଗର୍ବ କର, ଆଉ ଯଦି କିଛି ହୋଇନଥାଏ ତାହେଲେ ସମ୍ମାନ କର। ଜୀବନରେ ପରିସ୍ଥିତି ସହ ଲଢ଼େଇ କରି ହୁଏ, ଭାଗ୍ୟ ସହ ନୁହେଁ। ଭାଗ୍ୟ ବି ବଡ଼ ଅଜବ ଜିନିଷ, ଯାହାକୁ ଅନେକ କିଛି ଦେଇଥାଏ ଆଉ କିଛି କାହା ପାଖରୁ ବହୁତ କିଛି ଛଡ଼େଇ ନେଇଥାଏ। ଜୀବନରେ କେବେ କାହାକୁ ଅଦରକାରୀ ଭାବ ନାହିଁ, କାରଣ ବନ୍ଦ ପଡ଼ିଥିବା ଘଣ୍ଟା ବି ଦିନରେ 2 ଥର ଠିକ୍ ସମୟ ଟାଇମ୍ ଦେଇଥାଏ। ଭଗବାନ ମୂର୍ତ୍ତିଗୁଡ଼ିକରେ ନାହାନ୍ତି। ତୁମର ଭାବନା ତୁମର ଭଗବାନ ଏବଂ ଆତ୍ମା ତୁମର ମନ୍ଦିର। ଯଦି ତୁମେ ଅନୁଭବ କରୁଛ ଯେ ତୁମେ ସବୁକିଛି ହରାଇଛ, ମନେ ରଖ ଯେ ଫୁଲ ଫୁଟିବା ପୂର୍ବରୁ ଗଛଗୁଡ଼ିକ ସେମାନଙ୍କର ସମସ୍ତ ପତ୍ର ଝଡ଼ାଇଥାନ୍ତି। ଖୁବ୍ ସୁନ୍ଦର କଥାଟିଏ। ଦୁଃଖ କଷ୍ଟ ଯେତେବେଳେ ଭାଗ୍ୟ ଦାନ କରନ୍ତି, ଯାହାକୁ ପାଇ ଲୋକେ ନିଜ ଆପଣାକୁ ମନେ ପକାଇଥାନ୍ତି, ଲୋକଙ୍କୁ ମନେ ପକାନ୍ତି, ଆଉ ଧନ ସମ୍ପତ୍ତି କେତେ ହତଭାଗ୍ୟ ଅଟେ, ଯାହାକୁ ପାଇ ଲୋକେ ନିଜର ଆପଣା ଲୋକଙ୍କୁ ବି ଭୁଲି ଯାଇଥାନ୍ତି। ବାରମ୍ବାର ଅସଫଳ ହେଲେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ବେଳେବେଳେ ପେନ୍ଥାର ଶେଷ ଚାବି ତାଲା ଖୋଲିଥାଏ। ବିଶ୍ୱାସ ଆଉ ପ୍ରେମରେ ଏକାଭଳି ସମାନତା ରହିଥାଏ। ଦୁଇ ଜଣଙ୍କୁ ମଧ୍ୟରୁ କାହାରିକୁ ବି ଜବରଦସ୍ତି ଜନ୍ମ ଦିଆଯାଇ ନପାରେ। ଈଶ୍ୱର ଅନ୍ୟକୁ କ'ଣ ଦେଇଛନ୍ତି, ଏହି କଥା ଦେଖି ମଣିଷ ସବୁବେଳେ ଈର୍ଷାରେ ଜଳୁଥାଏ। କିନ୍ତୁ ଈଶ୍ୱର ଆମକୁ କ'ଣ ସବୁ ଦେଇଛନ୍ତି, ଏହା ଦେଖିବା ପାଇଁ ଆମ ପାଖରେ ଟିକେ ସମୟ ନଥାଏ। ଯେଉଁ ଲୋକ ଏକୁଟିଆ ଚାଲିବାରେ ସାହସ ରଖେ, ଦିନେ ତା ପଛରେ ହଜାର ହଜାର ଲୋକ ଚାଲିବା ପାଇଁ ଚାଲିଥାନ୍ତି। ଥରେ ସାହସ କରି ଦେଖ, ଏ ଦୁନିଆ ତୁମକୁ ମୁଣ୍ଡ ଉପରେ ବସେଇବ। ସମସ୍ତଙ୍କୁ ସମୟ ମିଳିଥାଏ ଜୀବନ ବଦଳାଇବାକୁ, ହେଲେ କାହାକୁ ଜୀବନ ମିଳେନି ସମୟ ବଦଳାଇବାକୁ। ମୋ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାକି ଆଗାମୀ ଭଲ ଭଲ ରାସ୍ତା ଏବଂ ଭଲ ଭଲ ଆପଣଙ୍କ ଯାହାକି ଆଇଡ଼ିଆ ଆମେମାନେ ଆପଣମାନଙ୍କୁ ଦେଇପାରିବୁ, ଯାହାକି ଆପଣଙ୍କର ଜୀବନ ଉଜ୍ଜଳମୟ ହୋଇପାରିବ। ଆଜିର ଭିଡ଼ିଓ ରହିଲି ଏତିକି। ଜୟ ଜଗନ୍ନାଥ, ଜୟ ହିନ୍ଦ।